ପ୍ରେଜଲ ଆମର ନାଇଁ ଯୋଉଟା ସେ ତ୍ରିଶୂଳ ବିଷୟ କହିଲ ହଁ ସେଇଟା 100% ଭଲ ହେଇଛି। ସେଥିପାଇଁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଠିକ ଅଛି ସେଇଟା। ସେଇଟା ଆଉ କେମିତି କହିବା କଥା କୁହ ଟିକେ ସେଟା। ନାଇଁ ସେଇଟା ଠିକ ଅଛି। ହଁ କାହିଁକି ସେଇଟା ତ ତ୍ରିଶୂଳ ନୁହଁ ନା। ହଁ ଆରେ କ୍ରସ କଣ ତ୍ରିଶୂଳ କି? ସେଇଟା ପରା ସେ ମୁଁ ଏତେ ବର୍ଷ ବାଇବେଲ ଅଧ୍ୟୟନ କଲା ଭିତରେ ଗୋଟେ ପାଇନି ତ ସେଥିପାଇଁ ମୋ ତ୍ରିଶୂଳ ମୁଣ୍ଡରୁ ଗୋଟେ ଯାହା ମାତ୍ର ହଁ ପ୍ରଥମ ସାମୁଏଲ 2 ଅଧ୍ୟାୟରେ ଲେଖା ଯାଇଛି। ହୁଁ ସେ ହପ୍ନି ପିନହ ଶୈଳୀର ସନ୍ତାନ ମାନେ ଏକା ସେଇଟା ମନ୍ଦ କାର୍ଯ୍ୟ ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରୁଥିଲେ ନା। ହୁଁ ହଁ ମାଂସ ଖାଇବା ଉଦ୍ଦେଶ୍ୟରେ। ହୁଁ ସେମିତି ହେଇକି ଆଉ ସେଇଟାକୁ ଆମେ କେମିତି ଆଉ ତ୍ରିଶୂଳକୁ ଆମେ କ୍ରୋଶ ବୋଲି କହିବା। ହୁଁ ସେଇଟା ଭୁଲ। ହଉ ଠିକ ଅଛି ବହୁତ ଧନ୍ୟବାଦ। ପ୍ରଭୁ ଆଶୀର୍ବାଦ କରନ୍ତୁ ଆପଣଙ୍କ ସେବା କାର୍ଯ୍ୟରେ ଗୌରବ ପାଆନ୍ତୁ। ଆଉ ହଁ ଆଉ ହଁ ଆମେ ଆପଣଙ୍କର କଥାକୁ ଏଠି ସମାପ୍ତ କରି ଆଉ ଗୋଟେ ସାରଙ୍କୁ ଆମେ ଫୋନ କରିବା ପାଇଁ ଏବେ କୋରାପୁଟ ଉପଲକ୍ଷେ ମୁଁ ଯାଉଛି। ରହୁଛି। ନମସ୍କାର। ନମସ୍କାର ଆଜ୍ଞା। ପ୍ରେଜ ଦ ଲର୍ଡ। ଆଉ କେମିତି ଅଛନ୍ତି? ହଁ ସାର୍ ଭଲ ଅଛି। ଆଉ କଣ ବ୍ୟସ୍ତରେ ଅଛନ୍ତି କି? ନାଇଁ ବ୍ୟସ୍ତ କଣ ଇଏ ଆକ୍ସନ କଣ ବାହାରିଲା ଏଇଟା ମୋର ଦେଖିଲା ପରେ? ଆକ୍ଚୁଆଲି ଯାହା ଲେଖିଛନ୍ତି ଠିକ ଲେଖିଛନ୍ତି। ସେ ଫୋନରେ ଯୋଉ କଥା ହେଇକି ରେକର୍ଡିଂ ଗୁଡା କରିଛନ୍ତି ମଧ୍ୟ କାହାର କେମିତି ମତାମତ ଗଲା ପରେ ହଁ ସେଇଟା ବି ଦେଖୁଥିଲି। ସେ ବି ଠିକ କଥା କହିଛନ୍ତି। ଆଉ ଗୋଟେ କଣ ସେ ଆଜ୍ଞା ଗୋଟେ ହଁ ସେ ମାନେ ମିଶିନେରୀ ସେ ଆଜ୍ଞା ମତେ ଠିକ କଥା କହିଛନ୍ତି। ହଁ ଫୋନରେ ଯୋଉ କଥା ହଉଛନ୍ତି ଆପଣ ହଁ ଶୁଣୁଥିଲି ସବୁ ହଁ ଠିକ ଅଛି। ଯେ ତା କାନକୁ ଆପଣଙ୍କର ମତ କଣ ଏଇ ଯୋଉ ଯେତିକି ଦେଖିଲେ ନାଇଁ ଏଇଟା ଆକ୍ଚୁଆଲି ମତଟା ବୋଲି କହିଲେ ଏମିତି କଲେ ସୁଧୁରିବି ପରା ଭବିଷ୍ୟତରେ। କିଏ ସୁଧୁରିବେ ନାହିଁ ଏଟା ତ କହି ହେଉନାହିଁ। ମଣିଷ ଜୀବନ ତା ରକ୍ତରେ ଗୋଟେ ଜିନ୍ ଅଛି ବୋଲେ ସେଇ ଜିନ୍ ରେ ଆକାର ରହିଥିବ ବୋଧେ। ଯଦି ସେ ସୁଧୁରିବାର ଅଛି ଏ ବିଷୟରେ ନେଇକି କେତେଟା ପିଲାମାନଙ୍କୁ ଆମ ଇଏ ପ୍ରଭୁଙ୍କର ଦାସମାନଙ୍କ ସହିତ ମୁଁ ଚର୍ଚ୍ଚା କରୁଥିଲି ଏ ବିଷୟରେ। ହଁ ହଁ ଏମିତି ଲେଖା ଏଇଟା ଏମିତି ନାଇଁ ଠିକ ଅଛି। ଏଇଟା ଲେଖିବାର ଟିକେ ସୁଧୁରି ଯିବାର ଅଛି। ସେମାନେ ବି କହିଲେ ପ୍ରଚୁର ପରିମାଣରେ ବାକ୍ୟ ଅଛି। ହଁ ଆଉ ତାକୁ ଯଦି ନ କରିକି ହଁ ଗୀତାର ରାମାୟଣର ହଁ ଭାଗବତର ଏଇଟା କିଏ ଷ୍ଟୋରି କହିଲା ଏଇଟା ହଁ ତାକୁ ହଁ ଏଇଟା ଭୁଲ ବିଷୟ ଗୁଡାକ ହଉଛି। ହୁଁ ସେ ସୁଧୁରିବା କଥା ବୋଲି କହୁଥିଲେ। ଆମେ ହଁ ସମର୍ଥନ କରୁ ବୋଲି କହୁଥିଲେ ଏଇ କଥାରେ। ଓହୋ